ତମେ କିଏ ମୋତେ ଜଣା ନାହିଁ। ତମେ କିଏ ମୋତେ ଜଣା ନାହିଁ। ଜଣା ବି ନାହିଁ ତମ ଠିକଣା। ଜଣା ନାହିଁ ତମେ ଅଛ କି ନା। ତମେ ବାସ୍ତବ କି କଳ୍ପିତ ଜାଣେ ନା। କେବଳ ପାରିଛି ଜାଣି ଏତିକି, କବି ପାଇଁ ତମେ ଶାଳଗ୍ରାମ। କବି ପାଇଁ ତମ ସହର ତୀର୍ଥକ୍ଷେତ୍ର। କବି ପାଇଁ ତମ ସ୍ପର୍ଶ କବିତାର ଘର। ଈଶ୍ୱରୀ, କବିଙ୍କ ପ୍ରିୟ, ତମେ ଏବେ କୋଉଠି? ଜଣା ନାହିଁ। ଜଣା ନାହିଁ ବୋଲି ତ ଖୋଜି ସାରିଲେଣି କେତେ ନଗର। ଜନକପୁରୀରୁ ଲଙ୍କା, ଗୋପରୁ ବାରୁଣା ବନ୍ତ, ନାଳନ୍ଦରୁ ଏକାମ୍ର କ୍ଷେତ୍ର। ଖୋଜି ବି ସାରିଲେଣି ଚାରିଧାମ। ରାଜନୀତିର ସହର ଦିଲ୍ଲୀ, ବିପଣୀର ସହର କୋଲକାତା, ପ୍ରାଚୀନ ସହର କଟକ, ଆୟୁ ଯାହାର 1000 ବରଷରୁ ଅଧିକ। ଈଶ୍ୱରୀ, କିଏ ତମେ? ତମେ ମାଟିର ନା ଆକାଶର? ଗନ୍ଧର୍ବ ଲୋକର ଗାନ୍ଧର୍ବୀ, ପାତାଳପୁରୀର ନାଗକନ୍ୟା, ନା ମହୋଦଧିର ମତ୍ସ୍ୟଗନ୍ଧା? କିଏ ତମେ ଈଶ୍ୱରୀ? କିଏ ତମେ? କିଏ ତମେ? କବିକୁ ଗୋଟାପଣେ ଆବୋରିଥିବା ଅଭିଶପ୍ତ ଦେବକନ୍ୟା? ସାପ ମୋଚନ ପରେ ସବୁ କିଛି ଭୁଲି ଫେରି ଯାଇଛ କି ଦେବଲୋକ? ନା ମାଟିରୁ ଜନମି ନେଇଛ ଶେଷ ଆଶ୍ରା ମାଟିରେ? କିଏ ତମେ? କିଏ ତମେ ଈଶ୍ୱରୀ? କବିଙ୍କୁ ଜଣାଥିବ କିଏ ତମେ। ମୁଁ କିନ୍ତୁ ସଚରାଚର ଏବେ ଖୋଜୁଛି ତମ ଠିକଣା। ମୁଁ ଆର୍ଯ୍ୟ ଦାସ, ତମ ପ୍ରିୟ କବିଙ୍କ ପ୍ରିୟ ସଖା। ତମ ପରି ମୁଁ ତାଙ୍କର ପ୍ରିୟ ନ ହେଇପାରେ, କିନ୍ତୁ ସେ କହନ୍ତି ମୁଁ ତାଙ୍କ ପ୍ରିୟ ସଖା। ପ୍ରତ୍ୟେକଟି ଖବର ତାଙ୍କର ଥାଏ ମୋ ପାଖେ। ଦିନ ରାତି ସଞ୍ଜ ସକାଳ ସବୁ ପ୍ରହର, ବର୍ଷ ମାସ ତାରିଖ ଘଣ୍ଟା ମିନିଟ ସେକେଣ୍ଡ ପର୍ଯ୍ୟନ୍ତ। ଯେତେ ସବୁ କବିତାର ପଂକ୍ତି ତାଙ୍କ ଶବ୍ଦର ସହର, ସବୁ ମୋର ଅତି ପରିଚିତ। ତମକୁ ମୋ କଥା କହିଛନ୍ତି କି ତମ ପ୍ରିୟ କବି? ମୋତେ ଜଣା ନାହିଁ। ଜାଣିଥିଲ ବା ଜାଣିଥିବ ତମେ, ଗୋଟେ କଥା ମୋତେ ଜଣା, ତାଙ୍କ ପ୍ରିୟ ସଖା ହବା ସତ୍ତ୍ୱେ ମୋତେ କେବେ ବି କହିନାହାନ୍ତି ତମ କଥା। ସେଇଥିପାଇଁ ତ ଖୋଜି ଚାଲିଛି ତମରି ଠିକଣା। ଈଶ୍ୱରୀ, ଯେତେ ଯିଏ ଥିଲେ କବିଙ୍କର ଚିହ୍ନ ପରିଚିତ ବନ୍ଧୁ ବାନ୍ଧବ, ସମସ୍ତଙ୍କ ସହ ଯୋଗାଯୋଗ ସରିଲାଣି। ସମସ୍ତଙ୍କ ପାଇଁ ତମେ ଅପରିଚିତା। ମାୟାମଣ୍ଡଳ ଅବା ଲବଙ୍ଗ ଦ୍ୱୀପର କନ୍ୟା। ତନଖି ସରିଲାଣି କବିଙ୍କର ଆଶାବ ପତ୍ର। ପୋଳା ପୋଳା କାଗଜର ସାମ୍ରାଜ୍ୟ, ଯାହା ଭିତରେ ଅଛି କାହିଁ କେତେ କବିତା। ତମରି ନାଁରେ କବିତା, ନାହିଁ କିନ୍ତୁ ତମର କିଛି ଠିକଣା। ଈଶ୍ୱରୀ, ଖବର ପାଇଛୁ କି ନା ତମେ ମୋତେ ଜଣା ନାହିଁ। ଈଶ୍ୱରୀ, ଖବର ପାଇଛୁ କି ନା ତମେ ମୋତେ ଜଣା ନାହିଁ। 17 ଏପ୍ରିଲ ଦିବା 2:45:55 ତମ ପ୍ରିୟ କବି ଆମ ସମସ୍ତଙ୍କୁ ପଛ କରି ଚାଲିଗଲେ। ଚାଲିଗଲେ, ବିଳବିଗଲା ଲେଖନୀ। ପଞ୍ଚ ଭିତରେ ବିଳୀନ ହେଲା ନଶ୍ୱର ଶରୀର। ରାସ୍ତାଘାଟରେ ହୋ ହଲ୍ଲା, ଠା ଠା ସ୍ମୃତିସଭା। ରହିଗଲା ପୁଳା ପୁଳା ଚିଠି, ମାନପତ୍ର, ଉତ୍ତରୀ, କେଇଟା ମଇଳା ଡାଏରୀ, ଯାହା ଭିତରେ ଅଛି କିଛି ଅପ୍ରକାଶିତ କବିତାର ପଂକ୍ତି। ତାକୁ ନେଇ ଖାସ୍ ତମରି ପାଇଁ, ତମକୁ ନେଇ ଖାସ୍ ତମରି ପାଇଁ। ଈଶ୍ୱରୀ, ଡାଏରୀ ଭିତରୁ ତମ ପାଇଁ ଲେଖା କବିତା ପଢ଼ି ହେଇଛି ମୁଁ ଆନମନା। ଲୁହରେ ଭିଜିଛି, ଛାତିରୁ ଛିଟିକି ପଡ଼ିଛି ମେଞ୍ଚା ମେଞ୍ଚା ତତଲା କଞ୍ଚା ରକ୍ତ। ହସ ବିଷାଦ ଦୀର୍ଘଶ୍ୱାସ ଏକାନ୍ତପଣର ଲହୁରେ ଚିତ୍ରିତ ବିଚିତ୍ର ବର୍ଣ୍ଣାଳୀ। ପଂକ୍ତି ଶବ୍ଦ ବର୍ଣ୍ଣ ସବୁଥିରେ ତମେ, ତମରି ଚିତ୍ରପଟ। ଈଶ୍ୱରୀ, ଥରେ ସେ କବିତା ପଢ଼। ଈଶ୍ୱରୀ, ଥରେ ସେ କବିତା ପଢ଼। ପଢ଼ିଲେ ଠିକ୍ ବୁଝିପାରିବ ଖାସ୍ ତମ ପାଇଁ ଏଇଟା। ପ୍ରତ୍ୟେକଟି ପଂକ୍ତି, ପ୍ରତ୍ୟେକଟି ଧାଡ଼ି, ପ୍ରତ୍ୟେକଟି ଶବ୍ଦ, ପ୍ରତ୍ୟେକଟି ବର୍ଣ୍ଣ ପ୍ରମାଣୁଛି ହାରି ଯାଇଥିବା ଗୋଟେ କବିର ଚିତ୍ରଲିପି। ଈଶ୍ୱରୀ, ଈଶ୍ୱରୀ, ତମ ଠିକଣା ଜଣା ନାହିଁ। ଜଣା ନାହିଁ ବୋଲି ତ କବିତା ବହିଟିର ଆରମ୍ଭରୁ ରଖିଛି ସ୍ୱୀକାରୋକ୍ତି। ଯଦି କେବେ ତମ ହାତରେ ପଢ଼ିବ ଏ ସଂକଳନ, ଯଦି କେବେ ତମ ହାତରେ ପଡ଼ିବ ଏ ସଂକଳନ, ଈଶ୍ୱରୀ ଦେବୀ ମୋର, ବିରକ୍ତ ନେଇ ଶ୍ରଦ୍ଧାରେ ପଢ଼ିବ। ତମ ପ୍ରିୟ କବିର ଅନ୍ତିମ ଜୀବନକୁ ଠିକ୍ ଭାବେ ବୁଝିପାରିବ। ବିରକ୍ତ ନହୋଇ ଶ୍ରଦ୍ଧାରେ ପଢ଼ିବ। ତମ ପ୍ରିୟ କବିର ଅନ୍ତିମ ଜୀବନକୁ ଠିକ୍ ଭାବେ ବୁଝିପାରିବ। ତୁମ ପ୍ରିୟ କବିର ଅନ୍ତିମ ଜୀବନକୁ ଠିକ୍ ଭାବେ ବୁଝିପାରିବ।